ଶୁଭ ସକାଳ ପିଲାମାନେ। ସମସ୍ତେ ଭଲ ଅଛ ତ? ଆଚ୍ଛା, ମୁଁ ବି ତୁମ ସହିତ ଆହୁରି ବଢିଆ ଅଛି। ଆଚ୍ଛା ପିଲାମାନେ, ମୁଁ ହଉଛି ଶ୍ରୀ ତପନ କୁମାର ବେହେରା। ତୁମମାନଙ୍କ ପାଇଁ ନେଇ ଆସିଛି ଗୋଟେ ସୁନ୍ଦର ମଜାଦାର ଭିଡିଓଟି, ଯାହାକି ଗଣିତ ସମ୍ପର୍କରେ। ଆଚ୍ଛା ପିଲାମାନେ, ତମେମାନେ ସମସ୍ତେ ତୁମ ଆଖପାଖ ବା ତୁମ ଘର ପରିବାରରେ ଥିବା ବିଭିନ୍ନ ଜିନିଷକୁ ନିଶ୍ଚିତ ଭାବରେ ଦେଖିଥିବ। ଯେମିତିକି ବେଲୁନ, ଫୁଲ, ଯେମିତିକି ଚୁଡ଼ି, ମାଛ, ଏସବୁ ଦେଖିଥିବ ନା ନାଇଁ? ଆଚ୍ଛା, କେବେ ତାକୁ ଗଣିବାକୁ ଚେଷ୍ଟା କରିଛ? କେତୋଟି ତୁମକୁ କେତୋଟି ପିଜୁଳି ଦେଲେ, କେତୋଟି ଆମ୍ବ ଦେଲେ, କେବେ ଗଣିବାକୁ ଚେଷ୍ଟା କରିଛ କି? କରିନ? ଆଚ୍ଛା, ତାହେଲେ ପିଲାମାନେ, ଆମେ ଆଜି କିଛି କିଛି ବସ୍ତୁ ମାନଙ୍କୁ ନେଇ ସେମାନଙ୍କୁ ଗଣିବା ଶିଖିବା। ହେଲା ପିଲାମାନେ, ତାହେଲେ ଆମେ ଆଜି ଏକ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଗଣିବା ଶିଖିବା 6ରୁ 9। ହେଲା ପିଲାମାନେ, ଆସ ଗଣିବା। ଗଣିବା ତ? ସମସ୍ତେ ପ୍ରସ୍ତୁତ ନା? ଦେଖିଲ ପିଲାମାନେ, କିଏ କିଏ ଖାଇଛ? ଆଚ୍ଛା, ଆକୁ କଣ କୁହନ୍ତି? ଆଇସ୍କ୍ରିମ। ଆଚ୍ଛା, ଆଉ କେହି କେହି ମଲେଇ ବି କୁହନ୍ତି, ନାଇଁ କି? ଆଚ୍ଛା, ମଲେଇ ତୁମ ଆଡକୁ ଚାଲି ଚାଲିକି ଆସୁଛି। କେତୋଟି ମଲେଇ ଆସିଲେ? ଗୋଟିଏ। ଆଚ୍ଛା, ଆଉ ଗୋଟେ ଆସିଗଲା। ତାହେଲେ ଗୋଟିଏ ଗୋଟିଏ ମିଶି କେତୋଟି ହେଲା ପିଲାମାନେ? ଦୁଇଟି। ଗୁଡ। ଆଉ ଗୋଟେ ଆସିଲା ପିଲାମାନେ, କେତୋଟି ହେଲା? ତିନିଟି। ହଁ, ଆଉ ଗୋଟେ ବି ଆସିଗଲା, 4ଟି। ଆଉ ଗୋଟିଏ ଆସିଲା, ତା ସହିତ ଆଉ ଗୋଟିଏ ବି ଆସିଗଲା। ଆଚ୍ଛା, କେତୋଟି ମୋଟରେ ହେଇଗଲା? କେତୋଟି ମଲେଇ ଆସିଲା? ଆଇସ୍କ୍ରିମ କେତୋଟି ଆସିଛି? ଆଚ୍ଛା, 6ଟି। ଭେରି ଗୁଡ। ତାଳି ହେଇଯାଉ ଗୋଟେ। 6ଟି ଆଇସ୍କ୍ରିମ ଆସିଲା। ତାପରେ ପିଲାମାନେ ଦେଖ, ଇଏ କଣ? ଓହୋ, ଅଶ୍ୱତ୍ଥ ଗଛର ପତ୍ର। ବହୁତ ବଢିଆ। ତମ ଘର ପାଖରେ ଅଛି ନା ନାଇଁ? ଆଚ୍ଛା, କେତୋଟି? ଗୋଟିଏ। ଆଉ ଗୋଟେ ନବ? ଆଚ୍ଛା, 2ଟି ହେଲା, ନାଇଁ କି ପିଲାମାନେ? ଆଉ ଗୋଟିଏ, 3ଟି। ଆଉ ଗୋଟିଏ ଆସିଲା, 4ଟି। ଆଉ ଗୋଟିଏ ଆସିଲା, 5ଟି। ଆଉ ଗୋଟେ ନବ? ହଁ ହଁ, ଆସିଗଲା। ତାହେଲେ କେତୋଟି ପତ୍ର ହେଲା ପିଲାମାନେ? କେତୋଟି ପତ୍ର ଗଣି ଗଣି କହିଦିଅ ଦେଖିବା। ହଁ, ବହୁତ ବଢିଆ, ବହୁତ ବଢିଆ। ତାହେଲେ ପତ୍ର ବର୍ତ୍ତମାନ ଆମ ପାଖରେ ପହଞ୍ଚିଲା 6ଟି। ଏଇଟା ତ ବେଲୁନ ବାଲା, ବେଲୁନ ବାଲା, ବେଲୁନ ଦେଇଯା। ବେଲୁନ ଆସିଗଲା ଆମ ପାଖକୁ। ଗୋଟିଏ ବେଲୁନ ଆସିଲା, ଆଉ ଗୋଟିଏ ଆସିଲା କୁନାର, କୁନିର। ଆଉ ସମସ୍ତେ ମନ ଦୁଃଖ କରୁଥିବେ, ତାଙ୍କ ପାଇଁ ମଧ୍ୟ ବେଲୁନ ଆଣିବା। ଆଚ୍ଛା, କେତୋଟି ବେଲୁନ ହେଲାଣି? 2ଟି। ଆଚ୍ଛା, ଆଉ ଗୋଟିଏ ନିଅ। 3। ଆଉ ଗୋଟିଏ 4। ଆଉ ଗୋଟିଏ ଆସିଲା 5। ଆଉ ଗୋଟିଏ ଆସିଲା 6। ଆଉ ଗୋଟିଏ ଆସିଲା 7। ଆଚ୍ଛା, କହିଲ କେତୋଟି ବେଲୁନ ହେଲା ଆମର? 7। ବହୁତ ବଢିଆ। ମୁଁ କହିଲି, ତମେ ଶୁଣିକି କହିଲ ନା? ଓହୋ, ତମେ ମାନେ ମଧ୍ୟ ବେଲୁନକୁ ଗଣି ପାରିଲ? ବହୁତ ବଢିଆ। ତାହେଲେ କେତୋଟି ବେଲୁନ ଆମ ପାଖରେ ପହଞ୍ଚିଲା? 7ଟି। ଆଚ୍ଛା, ଏବେ ସମସ୍ତେ ଆମ ସ୍କୁଲ ବଗିଚାରେ ଥିବା ଏଇ ଫୁଲକୁ ଦେଖିଛ ନା ନାଇଁ? ଫୁଲଟା ହସି ହସି ତମକୁ ସବୁ ଡାକୁଛି, ନାଇଁ କି? ତାହେଲେ ଚାଲ ଫୁଲକୁ ଗଣିବା। ଗୋଟିଏ ଫୁଲ ଆସିଲା। ଆଚ୍ଛା, ଆଉ ଗୋଟିଏ ଫୁଲ ଆସିଲା। 2 ଫୁଲ, 3 ଫୁଲ, 4 ଫୁଲ, 5 ଫୁଲ, 6 ଫୁଲ, 7 ଫୁଲ। ଆଚ୍ଛା, କେତୋଟି ଫୁଲ ହେଲା? ଓହୋ, ମୁଁ ତାହେଲେ କହିଦଉଛି, ନାଇଁ କି? ଆଚ୍ଛା, କିଏ ଆଉ ଥରେ ଗଣି ଗଣି କହିଦବ କେତୋଟି ଫୁଲ ହସୁଛନ୍ତି ଆମ ପାଖରେ? 7ଟି। ବହୁତ ବଢିଆ। 7ଟି ଫୁଲ ଆମେ ଗଣିଲେ, ନାଇଁ କି ପିଲାମାନେ? ବର୍ତ୍ତମାନ ମଛଲି ଜଲକି ରାନୀ ହେ। ସମସ୍ତେ ମାଛ ଖାଇଛ ତ? ଆଜି ମାଛ ଖାଇଛ? କିଏ କିଏ ଆଜି ମାଛ ଖାଇଛ? ଏଇ ମାଛକୁ ଖାଇଛ? ଆଚ୍ଛା, ତାହେଲେ ଗୋଟିଏ ମାଛ ଆସିଲା। ଆରେ, ଆଉ ଗୋଟେ ମାଛ ଆସିଗଲା ରେ। ଆଉ ଗୋଟେ ଆସିଗଲା। ଆଉ ଗୋଟେ। ଆରେ, ଏତେ ମାଛ! ଆଚ୍ଛା ଆଚ୍ଛା ଆଚ୍ଛା, ଦେଖିଲ କେତୋଟି ମାଛ ଆସି ସାରିଲାଣି? ଗୋଟିଏ, 2ଟି, 3ଟି, 4ଟି, 5ଟି, 6ଟି। ଆଉ ଗୋଟେ ଆସିଗଲା, 7। ଆଉ ଗୋଟେ ଆସିଗଲା। ଆଚ୍ଛା, ତାହେଲେ କହିଲ ଦେଖି, ଏଥର କେତୋଟି ମାଛ ଆମ ପାଖରେ ଅଛନ୍ତି? 8ଟି। ବହୁତ ବଢିଆ। ତାହେଲେ ତୁମେ ମାନେ ଏଥର ଧୀରେ ଧୀରେ ଗଣିବା ଶିଖିଗଲଣି ଆଉ। ତାହେଲେ 8ଟି ମାଛ ଆମ ପାଖରେ ଅଛନ୍ତି, ନାଇଁ କି?
ପିଲାମାନେ ଆଉ କିଛି ଦେଖିବା କି? ଆଚ୍ଛା ହଉ, ବହୁତ ଭଲ ଲାଗୁଛି ସେଥିପାଇଁ ଆଉ ଦେଖିବାକୁ କହୁଛ ନାଇଁ? ତାହେଲେ ଦେଖ ଇଏ କଣ ଆସିଲା? ସ୍ମାଇଲ ପ୍ଲିଜ। ସ୍ମାଇଲ ପ୍ଲିଜ ଷ୍ଟାର ଆସିଲା ଗୋଟିଏ, ଆଉ ଗୋଟେ, ଆଉ ଗୋଟେ, ପୁଣି ଆଉ ଗୋଟେ ଆସିଲା, ପୁଣି ଆଉ ଗୋଟେ ଆସିଲା। ସ୍ମାଇଲ ପ୍ଲିଜ ଟା ବହୁତ ଜୋରେ ହସୁଛି ନାଇଁକିରେ ପିଲାମାନେ? ତାହେଲେ କେତୋଟି ଆସିଲାଣି ଟିକେ ଗଣିଦେଲ ପିଲାମାନେ? ଆଉ ନବ? ଓକେ, ଆଉ ନେଇଯାଅ। ଆଚ୍ଛା ବର୍ତ୍ତମାନ ମତେ ଗଣିକିରି କୁହ କେତୋଟି ସ୍ମାଇଲ ପ୍ଲିଜ ଆସିଲା? କିଏ କହିଲା? ବହୁତ ବଢିଆ, ବହୁତ ବଢିଆ। ତାହେଲେ ଆମ ପାଖରେ 8ଟି ସ୍ମାଇଲ ପ୍ଲିଜ ଆସି ପହଞ୍ଚିଗଲା ନାଇଁକିରେ ପିଲାମାନେ? ବହୁତ ବଢିଆ। ତାପରେ କୋଉମାନେ ଖାଇବ ଟଫି? ଚକଲେଟ ନାଇଁ କି ପିଲାମାନେ? କାହାର କାହାର ଚକଲେଟ ପ୍ରିୟ? ଯଦି କାହାର ପ୍ରିୟ ନାହିଁ ତାହେଲେ ଚକଲେଟ ଦେଖେଇବିନି? ଦେଖେଇବା? ବହୁତ ବଢିଆ। ତାହେଲେ ଗୋଟିଏ ଚକଲେଟ ଆସିଲା, ଜଣ ପିଲା ନବା। ଆଉ ଗୋଟେ ଆସିଲା, ଆଉ ଗୋଟେ ଆସିଲା, ଆଉ ଗୋଟେ ଆସିଲା ବି, ଆଉ ଗୋଟେ। ହଉ ନିଅ, ଆଉ ଦେବି? ହଉ ନିଅ। ତାର ମତେ ଏତିକି ଗଣି ସାରି କହି ସାର କେତୋଟି ଚକଲେଟ ଆସିଲାଣି, ଆଉ ଆଣିବା କି ନାହିଁ? କେତୋଟି? 7ଟି। ଆ ପୂର୍ବରୁ ଗଣିଥିଲ ନା? ଆଚ୍ଛା ଆଉ ନବ? ହଉ ନିଅ। ଆଉ ଗୋଟେ? ଠିକ ଅଛି ନିଅ। ତାହେଲେ ଏବେ ମୁଁ ତ ଦେଇଦେଲି, ମତେ କୁହ ଟୋଟାଲ ବା ମୋଟରେ କେତୋଟି ଚକଲେଟ ତମ ପାଖରେ ଅଛି? ଓକେ, ଭେରି ଗୁଡ, 9ଟି ଚକଲେଟ। ଜୋରଦାର ତାଳି ହେଇଯାଉ, ଜୋରଦାର ତାଳି ହେଇଯାଉ। ଆଚ୍ଛା ପେନସିଲ, ପେନସିଲ ଟା ବର୍ତ୍ତମାନ ଡ୍ୟାନ୍ସ କରୁଛି ନାଇଁ କି? ତମମାନଙ୍କୁ ଡ୍ୟାନ୍ସ କରିବାକୁ ଭଲ ଲାଗେ ତ? ପେନସିଲ ଟା ହସି ହସି ଯେମିତି ନାଚୁଛି, ତମେ ମାନେ ମଧ୍ୟ ସେମିତି ମ୍ୟୁଜିକ ବାଜିଲେ ନାଚ। ସମସ୍ତଙ୍କୁ ବର୍ତ୍ତମାନ ପେନସିଲ ବାଣ୍ଟିବା, ଆଉ ଗଣି ଗଣି ମତେ କହିବ କେତୋଟି ପେନସିଲ ଆସିଲା? 3ଟି। ଆଚ୍ଛା 4ଟି। ଆଉ ଗୋଟେ ନବ? ନିଅ। ଆଉ ଗୋଟେ ଆଣିବା? ଆସିଲା। ଆଉ ନବ କି? ତାହେଲେ ମତେ ଏତିକି କୁହ କେତୋଟି ପେନସିଲ ଆସିଲାଣି? 8ଟି। ବହୁତ ବଢିଆ। ଆଉ ନବ? ଆଉ ଗୋଟେ? ହଉ ନିଅ। ତାହେଲେ ବର୍ତ୍ତମାନ କୁହ କେତୋଟି ପେନସିଲ ଆମ ପାଖରେ ଅଛନ୍ତି ଆଉ ସମସ୍ତେ ନାଚୁଛନ୍ତି? 9ଟି। ବହୁତ ବଢିଆ। ତାହେଲେ 9ଟି ପେନସିଲ ଆମ ପାଖରେ ଅଛି ନାଇକିରେ ପିଲାମାନେ? ଆଚ୍ଛା, ତାହେଲେ ଯଦି ତମମାନେ ଚିତ୍ର ଗୁଡିକୁ ଦେଖି ଗଣିବା ଶିଖିଲ, ତାହେଲେ ବର୍ତ୍ତମାନ କେମିତି ଆମେ ଗଣିକି ଲେଖିବା କୁହ? ଆଚ୍ଛା ଚାଲ ସମସ୍ତେ ମିଶିକିରି ଗଣି ଗଣି ଲେଖିବା। ଆଚ୍ଛା 1, 2, 3, ତାପରେ 4, ଗୁଡ। ତାପରେ 5, ଆହୁରି ବଢିଆ। ତାପରେ 6, ବହୁତ ବଢିଆ। କଦଳୀ ଆସିଲା 7, ଆଉ ଗୋଟିଏ 8, ଆଉ ଗୋଟିଏ 9। ଇଏ ଆସିଲା କେତୋଟି? 10, 11, 12ଟି କଦଳୀ, 13ଟି କଦଳୀ। ଆଚ୍ଛା ଆଚ୍ଛା ଆଚ୍ଛା। ତାହେଲେ ବର୍ତ୍ତମାନ ଚିତ୍ର ଦୁଇ ପ୍ରକାରର ଅଛି। ଆମେ ଦୁଇ ପ୍ରକାର ଚିତ୍ରକୁ ଅଲଗା ଅଲଗା ଗଣିବା ଶିଖିବା। ସେଠି ଆମେ ମୋଟ ଚିତ୍ରକୁ ଗଣିଲେ। ଆଚ୍ଛା ଉପରେ ଯୋଉ ଚିତ୍ର ଅଛି, କେତୋଟି ଚିତ୍ର ଅଛି ମତେ ଟିକେ ଗଣି ଗଣି କୁହ? ଆଚ୍ଛା 6ଟି। ବହୁତ ବଢିଆ। ଆଉ ତଳେ ଯୋଉ କଦଳୀ ଅଛି, କେତୋଟି କଦଳୀ ଅଛି? ହଁ 7ଟି। ବହୁତ ବଢିଆ। ତାହେଲେ ଠିକ ଅଛି। ତାହେଲେ ଆଉ କିଛି ଦେଖିବା କି? ପେନସିଲ କୁ ଗଣିବା? ଆଚ୍ଛା ହଉ। ଆଚ୍ଛା କିଛି ପେନସିଲ ଆମ ପାଖରେ ଅଛି, ଆଉ କିଛି ନୋଟ୍ସ ଅଛି। ତାହେଲେ ଦେଖିବା, ମତେ ପ୍ରଥମେ ଗଣିକି କୁହ ଆମ ପାଖରେ କେତୋଟି ପେନସିଲ ଅଛି? ହଁ 1, 2, 3, 4, 5, 6, 7, 8ଟି। ବହୁତ ବଢିଆ। ତାପରେ କୁହ ନୋଟବୁକ୍ କେତୋଟି ଅଛି? 1, 2, 3, 4, 5, 6, 7, 8। ହଁ ନାଇଁରେ, ଆଉ ଗୋଟେ ରହିଛି ତଳେ। ଆଚ୍ଛା ବହୁତ ବଢିଆ। ଉପରେ କେତୋଟି ଅଛି? 5ଟି। ତଳେ ଅଛି 4ଟି। ମୋଟ ହେଲା 9ଟି। ଆଚ୍ଛା ପିଲାମାନେ, ଆଜି ଆମେ ଏଇ ମଜାଦାର ଭିଡିଓରୁ କଣ ଶିଖିଲେ? ହଁ, ଆଜି ଆମେ ଶିଖିଲେ 6ରୁ 9 ପର୍ଯ୍ୟନ୍ତ ସଂଖ୍ୟାକୁ କେମିତି ସୂଚକ ଭାବରେ ଲେଖିବା ଆଉ ଗଣିବା। ହେଲା, ବହୁତ ବହୁତ ଧନ୍ୟବାଦ।
ପରବର୍ତ୍ତୀ ଭିଡିଓରେ ପୁଣି ଥରେ ଦେଖାହବ।